ମା ଆମେ ଆଲୋଚନା କରୁଛନ୍ତି ମାତୃରଚନା ବହିର ପାର୍ଟ 3। ଆଜି ଆଲୋଚନା କରିବା ପୁନର୍ବାର ଦେହ ଗ୍ରହଣ, ପୂର୍ବତନ ଜୀବନ ଗୁଡ଼ିକର ସ୍ମୃତି। ତା ପୂର୍ବରୁ ଆମେ ଆଲୋଚନା କରିଥିଲେ ପୁନରୁଜ୍ଜୀବନ। ଆଜି ଆମେ ଆଲୋଚନା କରିବା ପୁନର୍ବାର ଦେହ ଗ୍ରହଣ, ପୂର୍ବତନ ଜୀବନ ଗୁଡ଼ିକର ସ୍ମୃତି। ଏଇଟା ନେଇକି ଆମ ସମସ୍ତଙ୍କର ବି ପ୍ରଶ୍ନ ଥାଏ ଯେ ପୂର୍ବ ଜନ୍ମର ସ୍ମୃତି ମନେ ରହେ କି ନାହିଁ, କଣ ମନେ ରହେ, କେମିତି ମନେ ରହେ। ମା ଲେଖୁଛନ୍ତି, ସାଧାରଣ ଧାରଣା ଅନୁସାରେ ଯାହାକୁ ପୁନର୍ବାର ଦେହ ଗ୍ରହଣ ବୋଲି କୁହାଯାଇଥାଏ, ତାହାରି ସମସ୍ୟାଟିକୁ ଯଥାର୍ଥ ଭାବରେ ବୁଝିପାରିବାକୁ ହେଲେ ତୁମକୁ ଜାଣି ରଖିବାକୁ ହେବ ଯେ ଏହି କ୍ଷେତ୍ରରେ ବିଚାର କରିବା ଲାଗି ଦୁଇଟି କଥା ରହିଛି। ପ୍ରଥମ କଥାଟି ହେଉଛି, ଏଠାରେ ଦିବ୍ୟ ଚେତନାର ଧାରାଟି ଅବସ୍ଥିତ ରହିଛି, ଯାହାକି ଊର୍ଧ୍ୱରୁ ଆପଣାକୁ ରୂପାୟିତ କରି ଆଣିବା ଲାଗି ଇଚ୍ଛା କରୁଛି ଏବଂ ସେଥିଲାଗି ତାର ରୂପାୟଣର କ୍ଷେତ୍ର ରୂପେ ଅବସ୍ଥିତ ରହିଥିବା ଏହି ଜଗତ ବ୍ରହ୍ମାଣ୍ଡ ମଧ୍ୟରେ ବିଶେଷ ଭାବରେ ତାହାରି ଅନୁରୂପ ନାନା ରୂପର ଏକ ଅନୁକ୍ରମକୁ ମଧ୍ୟ ତାହା କାୟମ କରି ରଖିଛି। ମା କହୁଛନ୍ତି ଦିଟା କଥା ଯୋଉ ଆମକୁ ବୁଝିବା। ପ୍ରଥମ କଥା କହିଲେ କଣ, ଯେ ଦିବ୍ୟ ଚେତନାର ଧାରା ଏଠି କାମ କରୁଛି ଏବଂ ସିଏ କଣ କରୁଛି, ସିଏ ନିଜକୁ ରୂପାୟିତ କରିବା ପାଇଁ ଆମେ ଜାଣିଛନ୍ତି ବିବର୍ତ୍ତନ ଧାରାରେ ପରମଙ୍କ ଆଡକୁ ଆମର ଯୋଉ ଯାତ୍ରା ଚାଲିଛି ତାର ପରିଣାମ ହଉଛି ସୃଷ୍ଟି ଏବଂ ତେଣୁ ଧୀରେ ଧୀରେ ପରମଙ୍କ ଚେତନା ଯୋଉ ନିଶ୍ଚେତନାରୁ ପରିପ୍ରକାଶ ହେଇ 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 ଉତ୍ତରଣ କ୍ରମରେ ଧୀରେ ଧୀରେ ସେ ଅଗ୍ରଗତି କରି ଚାଲିଛି। ତେଣୁ ସେ ନିଜକୁ ଭିନ୍ନ ଭିନ୍ନ ଭାବରେ ରୂପାୟିତ କରୁଛନ୍ତି ବା ପରିପ୍ରକାଶ କରୁଛନ୍ତି। ସେଥିପାଇଁ ଲେଖୁଛନ୍ତି, ସେଥିଲାଗି ତାର ରୂପାୟଣର କ୍ଷେତ୍ର ରୂପେ ଅବସ୍ଥିତ ରହିଥିବା ଏହି ଜଗତ ବ୍ରହ୍ମାଣ୍ଡ ମଧ୍ୟରେ ବିଶେଷ ଭାବରେ ତାହାରି ଅନୁରୂପ ନାନା ରୂପର ଏକ ଅନୁକ୍ରମକୁ ମଧ୍ୟ ତାହା କାୟମ କରି ରଖିଛି। ସେ ତାର ଦେଖନ୍ତୁ ଚେତନାର ଅଗ୍ରଗତି ହଉଛି, ତାମାନେ ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଷ୍ଟେଜ ପରେ ଷ୍ଟେଜ ଚାଲିଛି। ତେଣୁ ସେଇ ଅନୁକ୍ରମଟା ଲାଗି ରହିଛି। ଏବଂ ଦ୍ୱିତୀୟତଃ ଏହି କ୍ଷେତ୍ରରେ ଏକ ଚୈତ୍ୟ ସତ୍ତା ବି ରହିଛି, ଯାହାକି ତଳୁ ଉପରକୁ ଆରୋହଣ କରି ଯିବାରେ ଲାଗିଛି। ଚୈତ୍ୟ ସତ୍ତାକୁ ଆମେ ସେହି ପରମ ଦିବ୍ୟ ସତ୍ତାଙ୍କର ବୀଜଟିଏ ବୋଲି ଜାଣିବା, ଯାହାକି କାଳର ପଥରେ କ୍ରମ ବିକଶିତ ହୋଇ ଉଠି ଉଠି ଯାଉଛି ଏବଂ ଶେଷରେ ଊର୍ଦ୍ଧ୍ୱରୁ ଆସୁଥିବା ସେହି ପରମ ଶକ୍ତିଟି ସହିତ ସମ୍ମିଳିତ ହୋଇଯାଉଛି ଏବଂ ଅତି ମାନସ ପରମ ସତ୍ୟର ବ୍ୟଞ୍ଜନଟିକୁ ଗ୍ରହଣ କରିନେଉଛି। ଏହି ଚୈତ୍ୟ ଚେତନାକୁ ଆମେ ମନୁଷ୍ୟର ଅନ୍ତର୍ଗତ ଅସଲ ସତ୍ତା ବୋଲି ଜାଣିବା। ତାହାକୁ ଆମେ ସେହି ଉପାଦାନଟି ବୋଲି ଜାଣିବା ଯେଉଁଥିରେ କି ତାର ଅସଲ ଆତ୍ମାଟିର ଅର୍ଥାତ୍ ପ୍ରକୃତ ଜୀବଟିର ନିର୍ମାଣ ହୋଇପାରିବ। ବ୍ୟକ୍ତିର ଅଭିପ୍ସା ପ୍ରତି ଆପଣାର ଅନୁସ୍ପନ୍ଦନ ଜଣାଇ ଯେତେବେଳେ ଅତିମାନସ ତାହାକୁ ଏକ ଯଥାସଙ୍ଗତ ବ୍ୟକ୍ତିତ୍ୱ ପ୍ରଦାନ କରିବା ପାଇଁ ଅବତରଣ କରି ଆସିବ, ସେତିକି ବେଳେ ହିଁ ସେଇ ଜୀବଟିର ରଚନା ହେବ। ଦିଟା କଥା କହିଲେ। ପ୍ରଥମ କଥା କହିଲେ କଣ, ପ୍ରଥମେ କହିଲେ ଯେ ଏଇ ଯୋଉ ସୃଷ୍ଟି ହେଇଛି, ପରମ ଦିବ୍ୟ ଚେତନା ନିଜକୁ ରୂପାୟିତ କରୁଛନ୍ତି ଏବଂ ତାହାର ଏକ ଅନୁକ୍ରମ ସେ ଜାରି ରଖିଛନ୍ତି। ଏବଂ ଜଡରୁ ଧୀରେ ଧୀରେ ଯୋଉ ଜୀବ ଜଗତ ହେଇ ବର୍ତ୍ତମାନ ମନୁଷ୍ୟ ଜଗତ ପର୍ଯ୍ୟନ୍ତ ଆସିଛି, ଚେତନାର ଅଗ୍ରଗତି ହେଇ ହେଇ ଚାଲିଛି ଏବଂ ସେଇ ଅନୁସାରେ ରୂପ ପରିବର୍ତ୍ତନ ହେଇ ହେଇ ଚାଲିଛି। ଏବଂ ରୂପ ପରିବର୍ତ୍ତନ ହେବା ପରେ ଯିଏ ଯୋଉ ଚେତନାରେ ରହିଛି ତା ଭିତରେ ବି ତାର ଅଗ୍ରଗତି ହେଇ ହେଇ ଚାଲୁଛି। ଗୋଟେ ଭଲ ଗପଟେ ମନେ ପଡିଲା। ସେ ଗପଟି ଆମେ ପୁରୁଣା ଗପଟେ, ଯେତେବେଳେ ନାରଦ ମୁନି, ଆମର ଦେବର୍ଷି ନାରଦ ମୁନି, ସିଏ ଯାଇଛନ୍ତି ନାରାୟଣଙ୍କ ପାଖକୁ ଗୋଟେ ପ୍ରଶ୍ନ ନେଇକି। ତାଙ୍କର ପ୍ରଶ୍ନଟି ହେଲା ଯେ ସତ୍ସଙ୍ଗର ମହିମା କଣ। ସେ ଏଇ ପ୍ରଶ୍ନଟି ନେଇକି ଯାଇଥିଲେ, କିନ୍ତୁ ସେଇ ପ୍ରଶ୍ନ ଭିତରେ ଯୋଉ ଉତ୍ତରଟି ଦେଇଛନ୍ତି, ସେ ଉତ୍ତର ଭିତରେ ଆମେ ଦେଖିବା ବିବର୍ତ୍ତନର ଚେତନାର କେମିତି ଅଗ୍ରଗତି ହେଇ ହେଇ ଯାଉଛି।
ସିଏ କହୁଛନ୍ତି ସତ୍ସଙ୍ଗର ମହିମା ଜାଣିବାକୁ ଚାହୁଁଛ, ତାହେଲେ ଠିକ ଅଛି, ତୁମେ ଗୋଟେ କାମ କର, ଗୋଟେ ଜଙ୍ଗଲର ଆଡ୍ରେସ ଦଉଛନ୍ତି, କହୁଛନ୍ତି ଏଇ ଜଙ୍ଗଲକୁ ଯାଅ, ଗୋଟେ ଗଛର କୋରଡ଼ରେ, ଗଛର ନାଁ ବି କହୁଛନ୍ତି, ପୁରା ପ୍ଲେସ ପୁରା କହୁଛନ୍ତି, ସେ ଗଛର କୋରଡ଼ରେ ଗୋଟେ ପକ୍ଷୀ ଶାବକଟିଏ ଜନ୍ମଗ୍ରହଣ କରିଛି, ଆଉ ତାକୁ ପଚାରିବ, ସିଏ ତମକୁ ଉତ୍ତର ଦବ। ସ୍ୱୟଂ ନାରାୟଣ କହୁଛନ୍ତି, ଆଉ ସେଥିରେ ଦ୍ୱିଧା କରିବାର ନାହିଁ। ତେଣୁ ନାରଦ ତତ୍କ୍ଷଣାତ୍ ନାରାୟଣଙ୍କ ନାମ ସ୍ମରଣ କରି କରି ଆସି ପହଞ୍ଚିଗଲେ କୋଉଠି? ପ୍ରଭୁଙ୍କ ନାମ ଜପ କରି ଆସି ପହଞ୍ଚିଗଲେ ସେ ଜଙ୍ଗଲରେ। ଶିଶୁ ଶାବକଟିଏ ସାଙ୍ଗେ ସାଙ୍ଗେ ବାହାରିଛି ଅଣ୍ଡାରୁ। ବର୍ତ୍ତମାନ ସିଏ ଚିତ୍କାର କରୁଛି, ତାର କାହିଁକି ନା ଶିଶୁ ଶାବକର ଏଇ ଯୋଉ ଓଠଟା ଏମିତି ଚଉଡା ଥାଏ, ଯୋଉ ଥଣ୍ଟ ପୋର୍ସନଟା, ଥଣ୍ଟ ଯୋଉ ଥଣ୍ଟ ଏ ଯୋଉ ବେକ, ଏଇ ଯୋଉ ସେରେ ବା ବିଗ ପୋର୍ସନଟା, ସେଟା ଟିକେ ଥଣ୍ଟଟା ଏମିତି ଚଉଡା ଥାଏ। ସିଏ ଚିତ୍କାର କରୁଛି, ମା ଯାଇଛି ଖାଦ୍ୟ ଆଣିକି ତା ପାଟିରେ ଦବ ବୋଲି। ସେଠୁ ନାରଦ ଯାଇ ପହଞ୍ଚୁଛନ୍ତି। ତେଣୁ ସେ ଶାବକ ଶିଶୁ ପକ୍ଷୀ ଶାବକଟିକୁ ସେ ଯେତେବେଳେ ପଚାରୁଛନ୍ତି ନାରାୟଣ ନାରାୟଣ, ତାଙ୍କ ପ୍ରଭୁଙ୍କୁ ସ୍ମରଣ କରି ସେ ତ ପଚାରୁଛନ୍ତି ଯେ ମତେ ପ୍ରଭୁ ପଠେଇଛନ୍ତି, ଆଉ ମତେ ଟିକେ ଏଇ ପ୍ରଶ୍ନର ଉତ୍ତରଟି କୁହନ୍ତୁ। ସିଏ ଯୋଉ ଚିତ୍କାର କରୁଥିଲା ଚାହିଁଲା, ଚାହିଁକି ଦେଖିଲା, ଦେଖି ସାରିଲା ପରେ ସାଙ୍ଗେ ସାଙ୍ଗେ ସେଇଠି ସେ ଶରୀର ତ୍ୟାଗ କରିଦେଲା। ବର୍ତ୍ତମାନ ନାରଦ ବିକଳ ହେଇକି ଦୌଡ଼ିଲେ ଆଉ, କାହିଁକି ନା ଯଦି ଚଢେଇ ଆସି ପହଞ୍ଚି ଗଲା, ତା ମା ଆସି ପହଞ୍ଚି ଗଲା, ତେବେ ଖୁମ୍ପି ଖୁମ୍ପି ସାରିଦବ, ଅବସ୍ଥା ନାହିଁ, ତା ଛୁଆକୁ ମାରିଦେଲେ। ଦୌଡ଼ିକି ଯାଇକି ପହଞ୍ଚି ଗଲେ ନାରାୟଣ ନାରାୟଣ ବ୍ୟତିବ୍ୟସ୍ତ ହେଇକିରି ନାରାୟଣଙ୍କ ପାଖରେ। ନାରାୟଣ କହିଲେ କଣ ହେଲା, ଉତ୍ତର ପାଇନ? କହିଲେ ନାଇଁ ଆଜ୍ଞା, ଉତ୍ତର ଦେବା ପୂର୍ବରୁ ସେ ଶରୀର ତ୍ୟାଗ କରିଦେଲେ। ଆଉ ତାହେଲେ ଠିକ ଅଛି, ତୁମେ ଗୋଟେ କାମ କର, ଯାଅ। ଆଉ ଗୋଟେ ଆଡ୍ରେସ ଦେଲେ, କହିଲେ ଗୋଟେ ଗାଁରେ ଗୋଟେ ଜଣଙ୍କ ଘର ଆଡ୍ରେସ ଦେଲେ, ସେଠି କଣ ହେଇଛି ନା ଜଣଙ୍କର ମେଷ ମେଷ କହୁଛି ଗୋରୁ ଟିଏ ବର୍ତ୍ତମାନ ପିଲାଟିଏ ଦେଇଛି, ଆଉ ସିଏ ତୁମକୁ ଉତ୍ତର ଦବ। ମନେ ମନେ ଭାବିଲେ, କହିଲାରେ କି କଥା, ଏଠି ସିନା ଚଢେଇଟା ଜଙ୍ଗଲରେ ଯାଇଥିଲି, ଏଠି ଯୋଉ ଗୋରୁ ପାଖକୁ ଯିବି ଗୁହାଳରେ, ଯଦି ସେ ଦେଖିଦେଲା ଗୋରୁ ଯିଏ ପାଳୁଛି ଗୋପାଳ ଯଦି ଦେଖିଦେଲା, ତାହେଲେ ସେ ଠେଙ୍ଗାରେ ଗୋଟାଏ ବି ରଖିବନି। ହଉ ଲୁଚି ଲୁଚିକା ଯିବାକୁ ପଡିବ ଆଉ। ଯୋଉଠି ଯାଇକିରି ପହଞ୍ଚିଗଲେ କୋଉଠି ନା ଆମର ଗୁହାଳରେ। ସେଠି ବାଛୁରୀଟିଏ ଜନ୍ମ ହେଇଛି ସଦ୍ୟ। ସେଠୁ ଯାଇକି ତାଙ୍କ ପାଖରେ ପହଞ୍ଚିଗଲେ, ପ୍ରଭୁଙ୍କୁ ସ୍ମରଣ କରିକି କହିଲେ ଆଉ ମୋର ଏଇ ପ୍ରଶ୍ନଟି ଉତ୍ତର ଦରକାର ଥିଲା, ଉତ୍ତର ସତ୍ସଙ୍ଗର ମହିମା କଣ, ମୁଁ ସେ ବିଷୟରେ ପଚାରିଥିଲି ପ୍ରଭୁଙ୍କୁ, ଆଉ ନାରାୟଣ ଉତ୍ତର ମୋ ପାଖକୁ ଆପଣଙ୍କ ପାଖକୁ ପଠେଇଛନ୍ତି, ମତେ ଟିକେ ତାର ଉତ୍ତର କହିବେ। ଶିଶୁ ଶାବକଟିଏ ସିଏ ଯାହା ରଡି ଛାଡିକିରି ତା ମା ପାଖକୁ ଯାଉଥିଲା, ଯେମିତି ଆଙ୍କ ପ୍ରଶ୍ନ ପଚରା ସରିଛି, ତାଙ୍କୁ ପଚାରୁଛନ୍ତି ଯେତେବେଳେ, ସେ ଶୁଣି ସାରିଲା ପରେ ସାଙ୍ଗେ ସାଙ୍ଗେ ସିଏ ବି ଶରୀର ତ୍ୟାଗ କରିଛନ୍ତି। ଏ ଦୌଡ଼ିଲେ ଆଉ, କହିଲା ହେ ମୁଁ ଯାହା ପାଖକୁ ଯାଉ ସେ ଶରୀର ତ୍ୟାଗ କରୁଛନ୍ତି। ତେଣୁ ଏହି କ୍ରମରେ ତାପରେ ସେ କରିଛନ୍ତି ଜଣ ରାଜକୁମାର, ତାଙ୍କ ପାଖକୁ ପଠେଇଛନ୍ତି ସ୍ୱୟଂ ନାରାୟଣ। ସେଠି ଯାଇ ପହଞ୍ଚୁଛନ୍ତି, ରାଜା ବହୁତ ଖୁସି ଯେ ରାଜକୁମାର ଜନ୍ମ ଗ୍ରହଣ କରୁ କରୁ ଦେବର୍ଷି ଆସିଛନ୍ତି ପୁଣି ତାଙ୍କ ପୁତ୍ରଙ୍କୁ ଆଶୀର୍ବାଦ ଦେବା ପାଇଁ। ବହୁତ ଖୁସି ହେଇକି ସେ ଆଣିକି ପହଞ୍ଚଉଛନ୍ତି ଛୁଆକୁ ଆଶୀର୍ବାଦ କରିବା ପାଇଁ। ନାରଦ ସେଠି କହୁଛନ୍ତି ଠିକ ଅଛି, କିନ୍ତୁ ମୁଁ ଏକା, ମାନେ ସେଠି ଆଉ କେହି ରହିବେନି, ନିକାନ୍ତରେ, ନିକାନ୍ତ ମାନେ ତା କୁହନ୍ତି କଣ, ଏକାନ୍ତରେ, ଏକାନ୍ତରେ ତାକୁ ଆଶୀର୍ବାଦ କରିବେ। ତେଣୁ ସିଏ ଯେତେବେଳେ ଆଶୀର୍ବାଦ କରିବା ପାଇଁ ଯାଇ ପଚାରୁଛନ୍ତି, କହୁଛନ୍ତି କି ବିଡମ୍ବନା, ତମେ ଶରୀର ତ୍ୟାଗ କରିବ ନାହିଁ, ତାପରେ ଯାଇ ପ୍ରଶ୍ନ କରିବ। ସିଏ ପଚାରିବା ପୂର୍ବରୁ ରାଜକୁମାର ପଚାରୁଛନ୍ତି, କଣ ଏପର୍ଯ୍ୟନ୍ତ ତମେ ଉତ୍ତର ପାଇନ? ଶିଶୁ ଶାବକଟିଏ ଉତ୍ତର କରୁଛି, ତମେ ଏପର୍ଯ୍ୟନ୍ତ ପ୍ରଶ୍ନ କରୁଛନ୍ତି, ତମେ ଏପର୍ଯ୍ୟନ୍ତ ଉତ୍ତର ପାଇନ? ସେଠୁ ଇଏ କହୁଛନ୍ତି ଆଜ୍ଞା ମୁଁ ପ୍ରଶ୍ନ କରିନି, ଆପଣ ଉତ୍ତର ଦେଇଦେଲେ, ମତେ ପ୍ରଶ୍ନ କରୁଛନ୍ତି, ମୁଁ କଣ ପଚାରି ତାମାନେ ଆପଣ ଜାଣିଛନ୍ତି? ସେ କହିଲେ କଣ ଏପର୍ଯ୍ୟନ୍ତ ଉତ୍ତର ପାଇନ? ମୁଁ ହଉଛି ସେଇ ପକ୍ଷୀ ଶାବକ ଯିଏ ଜନ୍ମ ଗ୍ରହଣ କରୁ କରୁ ଆପଣଙ୍କ ଭଳିଆ ମହାନ
ଦେବର୍ଷି ଆପଣ ନିଜେ ଦେବର୍ଷି ଯିଏ ନାରାୟଣଙ୍କର ପରମ ଭକ୍ତ, ତାଙ୍କର କିଛି ସମୟ ପାଇଁ ଯୋଉ ସଙ୍ଗ ପାଇଲି, ତାର ଫଳରେ ମୋର ଚେତନାର ଅଗ୍ରଗତି ଘଟିଲା। ନାରାୟଣଙ୍କ ନାଁ ଶୁଣି ଯୋଉ ଚେତନାର ଅଗ୍ରଗତି ଘଟିଲା, ତେଣୁ ପକ୍ଷୀରୁ ମୁଁ ପଶୁ ଜୀବନଟିଏ ପ୍ରାପ୍ତ କଲି ଏବଂ ପଶୁ କୋଳରେ ଜନ୍ମଗ୍ରହଣ କରିଥିଲି। ମୋର କି ସୌଭାଗ୍ୟ, ଭଗବାନଙ୍କର କି ଅହେତୁକି କୃପା ମୋ ଉପରେ। ପୁଣି ଆସି ଆପଣ ଦର୍ଶନ ଦେଲେ, ଆପଣଙ୍କ ସମ୍ପର୍କରେ ଆସିଲି, ନାରାୟଣଙ୍କର ନାମ ଶୁଣିଲି। ତେଣୁ ପଶୁ ଯୋଉ ଚେତନାରୁ ବର୍ତ୍ତମାନ ମୁଁ ମନୁଷ୍ୟ ଚେତନାରେ ଆସି ପହଞ୍ଚିଛି। ତେଣୁ ଚେତନାର ଅଗ୍ରଗତିର ଗୋଟେ କ୍ରମ ସବୁବେଳେ ଅଗ୍ରଗତି କରି କରି ଚାଲିଲେ ସେଇ ଅନୁସାରେ ଶରୀରର ପରିବର୍ତ୍ତନ ହୁଏ। ତେଣୁ ଚେତନାର ଅଗ୍ରଗତି ସହିତ ଶରୀରର ପରିବର୍ତ୍ତନ ବାଞ୍ଛନୀୟ। ତେଣୁ ସେଇ ଅନୁକ୍ରମ ରହିଥାଏ। ଏ ହେଲା ପ୍ରଥମ ନିୟମ। ଦ୍ୱିତୀୟ ନିୟମ କହିଲେ, ଦ୍ୱିତୀୟ କଥା ରହିଛି। ଦ୍ୱିତୀୟ କଥା କଣ? ଯେ ଏଇ କ୍ଷେତ୍ରରେ ଚୈତ୍ୟ ସତ୍ତା ବି ରହିଛି। ସେଇଠି ସେ କେତେ କଥା କହୁଛନ୍ତି। କହୁଛନ୍ତି ଚୈତ୍ୟ ସତ୍ତା ହଉଛନ୍ତି ଦିବ୍ୟ ସତ୍ତାଙ୍କର ବୀଜ। କଣ କହିଲେ? ଚୈତ୍ୟ ସତ୍ତା ହଉଛନ୍ତି ପରମଙ୍କର ଦିବ୍ୟ ସତ୍ତାଙ୍କର ବୀଜ। ବୀଜ ଅର୍ଥ ଯୋଉ ଗଛର ଯାହା ବୀଜ, ସେଇ ବୀଜ ଭିତରେ ସେଇ ଗଛର ସମସ୍ତ ସମ୍ଭାବନା ଥାଏ। ସେଇ ବୀଜଟିଏ ଯେତେବେଳେ ଉପଯୁକ୍ତ ପରିବେଶଟିଏ ପାଏ, ଅଙ୍କୁରୋଦ୍ଗମ ହବ ଏବଂ ତାହା ନିଜର ରୂପ, ଯୋଉ ବୃକ୍ଷ ରୂପ ସେ ଗ୍ରହଣ କରିବ ଏବଂ ତାର ନିଜସ୍ୱ ରୂପ ସେ ପ୍ରାପ୍ତ କରିବ। କିନ୍ତୁ ସେଇଥିପାଇଁ ତା ଅର୍ଥ ହଉଛି ସେ ବୀଜଟିଏ ଯାହା ଭିତରେ ପରମ ଦିବ୍ୟ ସତ୍ତା ନିଜେ ରହିଛନ୍ତି, ସିଏ ନିଜକୁ ବିକଶିତ କରିବେ। ସେଥିପାଇଁ କହୁଛନ୍ତି ତା ପର ଲାଇନରେ, ଆମେ ଜାଣିଛନ୍ତି ତଥାପି ଯାହା କହୁଛନ୍ତି ତୁମେ ତାକୁ ଆଉଥରେ ଶୁଣିବା। ଆମେ ଜାଣିଛନ୍ତି ଯେ ଚୈତ୍ୟ ସତ୍ତାର ବିକାଶ ରହିଛି। ଏଠି ମା ଲେଖୁଛନ୍ତି ଯେ ପରମ ଦିବ୍ୟ ସତ୍ତାଙ୍କର ବୀଜଟିଏ ବୋଲି ଜାଣିବା, ଯାହାକି କାଳର ପଥରେ କ୍ରମ ବିକଶିତ ହୋଇ ଉଠି ଉଠି ଯାଉଛି ଏବଂ ଶେଷରେ ଊର୍ଦ୍ଧ୍ୱରୁ ଆସିଥିବା ସେଇ ପରମ ଶକ୍ତିଟି ସହିତ ସମ୍ମିଳିତ ହୋଇଯାଉଛି। କାରଣ ଚୈତ୍ୟ ସତ୍ତାର ବିକାଶ ରହିଛି। ସିଏ ପରମ ସତ୍ୟକୁ ବହନ କରିଛନ୍ତି, ପରମ ସତ୍ତାଙ୍କୁ ଦିବ୍ୟ ସତ୍ତାଙ୍କୁ ବହନ କରିଛନ୍ତି, କିନ୍ତୁ ତାଙ୍କର ବିକାଶ ହେଇ ଚାଲିଛି। ସେଇ ବିକାଶର ଧାରାରେ ତାମାନେ ଚୈତ୍ୟ ସତ୍ତାଙ୍କର ବିକାଶ ରହିଛି, କିନ୍ତୁ ପରମ ସତ୍ତାଙ୍କ ସହିତ ତାଙ୍କର ସିଧାସଳଖ ସମ୍ପର୍କ ରହିଛି। କାହିଁକି? ସେ ହଉଛି ପରମ ସତ୍ତାଙ୍କର ବୀଜ। ବର୍ତ୍ତମାନ ସେ ଯୋଉ ବିକାଶ ହେଇ ହେଇ ଯାଉଛନ୍ତି, ଧୀରେ 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 ବିକଶିତ ହେଇ 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 ଯାଇକିରି ପରମ ଶକ୍ତିଙ୍କ ସହିତ ସମ୍ମିଳିତ ହେବେ। ଅତିମାନସ ପରମ ସତ୍ୟର ବ୍ୟଞ୍ଜନଟିକୁ ଗ୍ରହଣ କରିନେଉଛି। ତେଣୁ ଚୈତ୍ୟ ସତ୍ତାର ବିକାଶ ରହିଛି। ସେଥିପାଇଁ ଆମେ ଅନେକ ସମୟରେ ମନେ ରଖିବା ଯେ ଚୈତ୍ୟ ସତ୍ତାର ଯୋଉ ବିକାଶ ରହିଛି, ସେ ଆମର ବାହ୍ୟ ସତ୍ତାରେ ଆମେ ଯେତିକି ଯେତିକି ପରମଙ୍କୁ ରୂପାୟିତ କରିପାରିବା, ତାଙ୍କୁ ପରିପ୍ରକାଶ କରିପାରିବା, ସେତିକି ସେତିକି ଚୈତ୍ୟ ସତ୍ତା ଆମର ଅଧିକରୁ ଅଧିକ ବିକଶିତ ହବ। କାରଣ ସେଇ ସତ୍ତା ଗୁଡ଼ିକ ଯୋଉ ଯୋଉ ସତ୍ତାରେ ଯୋଉ ଯୋଉ ଅଂଶରେ ପରମଙ୍କ ପରିପ୍ରକାଶ କରିବାର ଯୋଉ ସଂକଳ୍ପଟି ଜାଗ୍ରତ ହେଲା, ତା ଭିତରେ ପରମଙ୍କ ଶକ୍ତି କାର୍ଯ୍ୟ କଲା। ସେ ଯେତେବେଳେ ସେଇ ପରମ ସତ୍ତାଙ୍କର ସଂସ୍ପର୍ଶରେ ଆସି ନିଜକୁ ପରିବର୍ତ୍ତନ କଲା, ପରିବର୍ତ୍ତନ ପରେ ରୂପାୟିତ ହବ, ରୂପ ପରିବର୍ତ୍ତନ ହବ, ସେତେବେଳେ ସେ ରୂପାନ୍ତରିତ ହେଇଯିବ ଏବଂ ସେ କଣ ହବ ନା ଚୈତ୍ୟ ସତ୍ତାର ଏକ ଅଂଶ ରୂପେ ଆମ ଭିତରେ ସେ ଚୈତ୍ୟ ସତ୍ତାର ପୁଣି ବିକାଶ ହବ। ତାମାନେ ସେଇ ଅଂଶ ସେଇ ସତ୍ତା, ଯୋଉ ଯୋଉ ଅଂଶ ଯୋଉ ଯୋଉ ସତ୍ତା ପରମଙ୍କର ସଂସ୍ପର୍ଶରେ ଆସି ରୂପାୟିତ ହଉଛି, ସେ କଣ ହଉଛି ନା ଆମର କେନ୍ଦ୍ରସ୍ଥ ସତ୍ତା ନିକଟରେ ଆମେ କହିପାରିବା, ଆମେ ଭାବିପାରିବା ଯେ ସେଟା ଆକୁମୁଲେଟ ହଉଛି ବା ଏକାଠି ହଉଛି, ତେଣୁ ସଂଗଠିତ ହଉଛି, ହେଇକିରି କଣ ହଉଛି ଧୀରେ ଧୀରେ ଚୈତ୍ୟ ସତ୍ତା ବିକଶିତ ହଉଛି ଏବଂ ପରମ ଶକ୍ତି ଆଡକୁ ଧୀରେ ଧୀରେ ସେ ଯାଇକିରି ସମ୍ମିଳିତ ହବ। ସେଥିପାଇଁ କହୁଛନ୍ତି ଚୈତ୍ୟ ଚେତନାକୁ ଆମେ ମନୁଷ୍ୟର ଅନ୍ତର୍ଗତ ଅସଲ ସତ୍ତା ବୋଲି ଜାଣିବା। କାହିଁକିନା ସେଇ ହଉଛି ଆମ ଭିତରେ ଅସଲ ସତ୍ତା, ଯିଏକି ଆମକୁ ସେଇ ଉପାଦାନଟି ବୋଲି ଜାଣିବା, ଯେଉଁଥିରେ କି ଅସଲ ଆତ୍ମାର ଅର୍ଥାତ ପ୍ରକୃତ ଜୀବଟିର ନିର୍ମାଣ ହେଇପାରିବ। ତେଣୁ ଚୈତ୍ୟ ସତ୍ତା ଯଦି ନିଜେ ସମ୍ପୂର୍ଣ୍ଣ ଭାବେ ବିକଶିତ ହେବେ, ତାହେଲେ ପ୍ରକୃତ ଜୀବଟିଏ ଆମେ ନିର୍ମାଣ ହେଇପାରିବ। କାହିଁକି ନା ଚୈତ୍ୟ ସତ୍ତା ହଉଛନ୍ତି ବୀଜ। ସେ ବୀଜଟି ଯଦି ପୁରା ଭାବରେ ବିକଶିତ ନହେଲେ ତାହେଲେ ଗଛ କେମିତି ହବ? ଯଦି ତା ଉପରେ ଲାଗି ରହିଥିବା ଖୋଳପା ତାକୁ ବାଧା ସୃଷ୍ଟି କଲା, ତାକୁ ଯଦି ତା ଖୋଳପା ତାକୁ ଖାଦ୍ୟ ନ ଯୋଗେଇଲା, ଆମେ ଦେଖୁଛନ୍ତି ଯେତେବେଳେ ଗୋଟେ ବୀଜଟିଏ ଅଙ୍କୁରୋଦ୍ଗମ ହଉଛି,
ଆପଣ ଯଦି ଆମ୍ବ ଟାକୁଆଟେ ଭିତରୁ ଯେତେବେଳେ ଗଛ ବାହାରୁଛି ତା ଚାରିପଟେ ଯୋଉ ଖୋଳପାଟି ରହିଛି ସେ ଖୋଳପାଟି କଣ ହଉଛି ଟାକୁଆଟା ଫଟେଇକି ସେ ବାହାରୁଛି। ଟାକୁଆଟା ଉପରଟା ଫାଟିଗଲା, ତା ଭିତରେ ଯୋଉ ଅଂଶ ରହିଛି ସିଏ ବି ଅସଲ ସତ୍ତା ନୁହଁ। ତା ଭିତରେ ରହିଛି ବୀଜ, ସିଏ ଯେତେବେଳେ ପ୍ରକାଶ ହଉଛି ତାର ବାହାରଟା ଯୋଉଟା ତାକୁ ଆମେ କଟିଲେଡନ କହୁଛୁ ସେ ତାକୁ ଖାଦ୍ୟ ଯୋଗଉଛି। ଖାଦ୍ୟ ଯୋଗେଇବା ଫଳରେ ସେ ଧୀରେ 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 ବିକଶିତ ହଉଛି। ଯେ ପର୍ଯ୍ୟନ୍ତ ବୀଜଟିଏ ଚେର ବାହାରି ନାହିଁ, ଚେର ଯେତେବେଳେ ମାଟିରେ ପଶି ନାହିଁ ସେ ପର୍ଯ୍ୟନ୍ତ କଟିଲେଡନ ତାକୁ ଖାଦ୍ୟ ଯୋଗେଇ ଯୋଗେଇ ଚାଲିଥାଏ। ଯେତେବେଳେ ଚେର ମାଟି ଭିତରେ ପଶି ଖାଦ୍ୟ ସଂଗ୍ରହ କରିବାକୁ ଆରମ୍ଭ କରିବ ସେତେବେଳେ କଟିଲେଡନଟି ଧୀରେ ଧୀରେ ଖାଦ୍ୟ ଯୋଗେଇ 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 ଛୋଟ ହେଇଯାଇଥାଏ, ଶେଷକୁ ସେ ଝଡିଯାଏ। ତାମାନେ ବାହ୍ୟ ସତ୍ତା ତାକୁ ପୂର୍ଣ୍ଣ ଭାବରେ ବିକଶିତ କରିବା ପାଇଁ ନିଜର ଯୋଉ ସାମର୍ଥ୍ୟ ଯୋଉ ଶକ୍ତି ରହିଛି ତାକୁ ସେ ଯୋଗେଇ ଯୋଗେଇ ଚାଲିଛି। ତେଣୁ ଆମ ଭିତରେ ଚୈତ୍ୟ ଉପାଦାନକୁ ଆମକୁ ବଢେଇବାକୁ ପଡିବ। ତେଣୁ କହୁଛନ୍ତି ବ୍ୟକ୍ତିର ଅଭିପ୍ସା ପ୍ରତି ଆପଣାର ଅନୁସ୍ପନ୍ଦନ ଜଣାଇ ଯେତେବେଳେ ଅତିମାନସ ତାହାକୁ ଏକ ଯଥାସଙ୍ଗତ ବ୍ୟକ୍ତିତ୍ୱ ପ୍ରଦାନ କରିବା ପାଇଁ ଅବତରଣ କରି ଆସିବ ସେତିକି ବେଳେ ହିଁ ସେ ଜୀବଟିର ରଚନା ହେବ। ତ ଅତିମାନ ଶକ୍ତି ଆମ ଭିତରେ ତାର ଯଥାସଙ୍ଗକ ବ୍ୟକ୍ତିତ୍ୱ ତିଆରି କରିବ ବାହ୍ୟ ପରିପ୍ରକାଶରେ। ତେଣୁ ସେଇଥିପାଇଁ କହୁଛନ୍ତି ତାପରେ ମଣିଷର ବାହ୍ୟ ସତ୍ତା ରୂପେ ଆମେ ଯେଉଁଟିକୁ ଦେଖୁଛୁ ତାହାର ମାନସିକ, ପ୍ରାଣିକ ଏବଂ ଦୈହିକ ସତ୍ତା ଏଗୁଡିକ ତ ବିଶ୍ୱ ପ୍ରକୃତିର ହିଁ ଉପାଦାନଟିରୁ ନିର୍ମିତ ହେଇଛି। ବିଶ୍ୱ ପ୍ରକୃତିର ଯୋଉ ଉପାଦାନରେ ରହିଛି ସେଇଥିରେ ଆମର ମନ ପ୍ରାଣ ଶରୀରଟି ତିଆରି ହେଇଛି। ଏହି ଉପାଦାନଟି ଏକ କ୍ଷୟିଷ୍ଣୁ ଉପାଦାନ, କ୍ଷୟିଷ୍ଣୁ ମାନେ କ୍ଷୟ ହେଇଯାଏ ଏବଂ ତାହା ଯାବତୀୟ ପ୍ରକାରର ଶକ୍ତିଗତ କ୍ରିୟା ବିକ୍ରିୟାରୁ ହିଁ ସମ୍ଭବ ହୋଇପାରିଛି। ବାହାରର ଯେଉଁ ଖୋଳଟି ପଛରେ ଚୈତ୍ୟସତ୍ତା ଅବସ୍ଥିତ ରହିଥାଏ ତାହା ସେଇ ବିଭିନ୍ନ ରୂପ ଗୁଡିକର ଅନୁଭବ ମଧ୍ୟରୁ ସତେୟ ବା ନିର୍ଯାସଟିକୁ ଆପଣା ଲାଗି ଆହରଣ କରିନିଏ ସତ, ମାତ୍ର ସେଗୁଡିକ ସହିତ ସତତ ସମ୍ପର୍କରେ ନଥିବାରୁ ତାହା ସମଗ୍ରତଃ ସେଇ ଜୀବନ ଗୁଡିକର ସ୍ମୃତିଟିକୁ ସ୍ୱୟଂ ଧାରଣ କରି ରଖିପାରେ ନାହିଁ। ଏଠି ଯେହେତୁ ପୂର୍ବତନ ଜୀବନ ଗୁଡିକର ସ୍ମୃତି କଥା କୁହାଯାଉଛି, ତେଣୁ ସେଇ ଦୃଷ୍ଟିକୋଣରୁ ମା ଯେତିକି ଦରକାର ସେତିକି ଆରମ୍ଭ କରୁଛନ୍ତି ସିଧାସଳଖ। ସେ କହୁଛନ୍ତି ଚୈତ୍ୟସତ୍ତା କଣ କରେ, ଯୋଉ ବାହ୍ୟ ରୂପଟି ସିଏ ଯୋଉ ଅନୁଭବଟିଏ ପ୍ରାପ୍ତ କରେ ତାର ନିର୍ଯାସକୁ ଗ୍ରହଣ କରେ, ସେ ଅନୁଭବକୁ ପୂର୍ଣ୍ଣ ଗ୍ରହଣ କରେ ନାହିଁ। ଆମେ ଯେତେବେଳେ ଗୋଟେ ଫିଲ୍ମଟେ ଦେଖନ୍ତି, ଫିଲ୍ମର କିଛି ଗୋଟେ ନିର୍ଯାସ ଥାଏ। ଆମେ ଯେତେବେଳେ କାହାଣୀଟିଏ ଶୁଣନ୍ତି, କାହାଣୀର ଗୋଟେ ନିର୍ଯାସ ଥାଏ, ଗୋଟେ ସାରାଂଶ ଥାଏ, ଗୋଟେ ଶିକ୍ଷା ଥାଏ। ଆମେ ଯେତେବେଳେ କୋଉ ବ୍ୟକ୍ତି ସହିତ କଥା ହଉଛନ୍ତି ସେ ବ୍ୟକ୍ତି କଣ କୋଉ ଉଦ୍ଦେଶ୍ୟରେ କେତିକି କଥା କହିଲା, ଗୁଡାଏ କଥା କହୁଥାଇପାରେ, କଣ ତାର ଆଉଟକମ ସେତିକି ଆମେ ଗ୍ରହଣ କରୁ। ଏଇଟା ତ ବାହାରର କଥା କହୁଛି। ଯେତେବେଳେ ଚୈତ୍ୟ ସତ୍ତା ବାହ୍ୟ ସତ୍ତାରେ ଯୋଉ କାର୍ଯ୍ୟ କରୁଛି ବାହ୍ୟ ସତ୍ତା, ସେ ବାହ୍ୟ ସତ୍ତା କାର୍ଯ୍ୟ କଲା ବେଳେ ସେଇ କାର୍ଯ୍ୟ ଭିତରୁ ସିଏ ଯେତିକି ବା ଯୋଉ ସମୟରେ ସଚେତନ ହେଇ ମାଙ୍କ ଆଡକୁ ବା ପରମଙ୍କ ଆଡକୁ ସେ ସେଇକୁ ବ୍ୟବହୃତ ହେଲା, ନିଜକୁ ବ୍ୟବହାର କରିବାକୁ ଛାଡିଲା, ସେଇ ଅଂଶ ଆମ ଭିତରେ କଣ ହୁଏ, ସେଇ ନିର୍ଯାସକୁ ଚୈତ୍ୟସତ୍ତା ଗ୍ରହଣ କରିନିଏ। ସେଇ ନିର୍ଯାସକୁ ଚୈତ୍ୟସତ୍ତା ଗ୍ରହଣ କରିନିଏ। ଆମର ମାଙ୍କ ପ୍ରତି ଯୋଉ ଅଂଶରେ ଭଲ ପାଇବା ଆସିଲା, ମାଙ୍କ ପ୍ରତି ଶ୍ରଦ୍ଧା ବଢିଲା, ଭଲ ପାଇବା ବଢିଲା, କାର୍ଯ୍ୟ କଲା ବେଳେ ତାଙ୍କୁ ଅର୍ପଣ କରି ଆମେ କାମ କଲେ, ତା ଭିତରେ ଯୋଉ ଛୋଟିଆ ଉପାଦାନଟି ନୂଆ ଉପାଦାନଟି ତିଆରି ହେଲା ମାନେ ସାରାଂଶଟି, ସେଇ ସାରାଂଶଟି କଣ ହୁଏ, ଚୈତ୍ୟସତ୍ତା ଗ୍ରହଣ କରେ। ଯେହେତୁ ସାରାଂଶଟି ଗ୍ରହଣ କରୁଛି, ବାହାର ଘଟଣା ସହିତ କି ତାର ଯାଏ ଆସି ନାହିଁ। ଆପଣ ଦେଖିଲେ ଯେ ଦି ଜଣ ବ୍ୟକ୍ତି ମାଡ ଲାଗୁଛନ୍ତି, ସେ ମାଡ ଲାଗିଲେ କଣ ହେଲା କଣ ନାହିଁ, ଆମେ ତା ଦେହରେ ସାରାଂଶ କଣ ନଉ, ଓହୋ ଆରେ ଇଏ ଯୋଉ କଥା କହିଲା ନା ଏ କଥାରେ ସେ ସେଇଥିପାଇଁ ଚିଡିଗଲା, ଏମିତି କଣ କହନ୍ତି, ଏମିତି କହନ୍ତିନି। ଆମେ ସାରାଂଶ ନେଲେ କଣ ଯେ ଅନ୍ୟ ବ୍ୟକ୍ତିକୁ ଏଇ ସମୟରେ ଥିଲାବେଳେ ଏଇ ପ୍ରକାର କଥା କହିଲେ ସେ ଚିଡିଯାଏ ଏବଂ ସେଇଥିପାଇଁ ଝଗଡାଝାଟି ଆରମ୍ଭ ହୁଏ। ଆମେ ସେ ବ୍ୟକ୍ତିର ଝଗଡାଝାଟିକୁ ମନେ ରଖିବା ଉଚିତ ନୁହଁ। ଆମେ ଯୋଉମାନେ ମନେ ରଖନ୍ତି ସେ ତାର କିଛି ଅର୍ଥ ନାହିଁ। ତା ଭିତରୁ ସାରାଂଶଟି ନବ, କଣ ସାରାଂଶଟି? ସାରାଂଶ ହଉଛି ଯେ ଏଇ ପ୍ରକାରର ଚେତନାରେ, ଇଏ ଯୋଉ ଚେତନାରେ ଥିଲେ ସିଏ କୋଉ ଚେତନାରେ ଥିଲେ, ସେଇ ଚେତନାରୁ ଏଇ କଥା କହିଲେ ସେଇ ଯୋଉ ଅନ୍ୟ ଜଣକୁ କାହିଁକି ବାଧା ହେଲା, କୋଉ ଅଂଶରେ ବାଧା ହେଲା, ବାଧା ଫଳରେ ଅସୁବିଧା ଯୋଉ ସିଚୁଏସନ ବା ଯୋଉ ପରିସ୍ଥିତି ସୃଷ୍ଟି ହେଲା, ସେ ପ୍ରକାର ପରିସ୍ଥିତି କେମିତି ନ ଆସୁ ସେଇ ଶିକ୍ଷାଟି ଆମେ ଗ୍ରହଣ କରିନେବା। ତେଣୁ ସେଇ ସାରାଂଶଟି ଚୈତ୍ୟସତ୍ତା କଣ କରେ, ଗ୍ରହଣ କରିନିଏ। ତେଣୁ
ବାହାରର କଣ ଘଟଣା ଘଟିଛି ସେ ତାକୁ ମନେ ରଖେ ନାହିଁ। ସେ କହୁଛନ୍ତି ସେ ବାହ୍ୟ ସତ୍ତା ସହିତ ଯେହେତୁ ସମ୍ପର୍କରେ ନଥାଏ, ତେଣୁ ସମଗ୍ରତଃ ମାନେ ସବୁ ଯାକ ବିଷୟରେ ଯଦି ଦେଖାଯାଏ, ସେଇ ଜୀବନ ଗୁଡିକର ସ୍ମୃତିଟିକୁ ସ୍ୱୟଂ ଧାରଣ କରି ରଖିପାରେ ନାହିଁ। ତେଣୁ କଣ ଘଟିଥିଲା କଣ ନାହିଁ ତାକୁ ସେ ମନେ ରଖେନି, ତା ଭିତରୁ କଣ ଶିଖିବାର ଅଛି ସେତିକି ସେ ମନେ ରଖିଥାଏ। ସେଗୁଡିକୁ ତାହା କେବଳ ଏକ ପୃଷ୍ଠଭୂମି ଯୋଗାଇ ଦେଇଥାଏ। ତେଣୁ କେବଳ ଚୈତ୍ୟର ସମ୍ପର୍କରେ ଆସିଲେ ହିଁ ଆମେ କଦାପି ସେଇ ଅତୀତ ଜୀବନ ଗୁଡିକର ସ୍ମୃତିକୁ ଲାଭ କରିପାରିବା ନାହିଁ। ଯଦି ବି ଆମେ ଚୈତ୍ୟ ସତ୍ତା ସହିତ ସମ୍ପର୍କରେ ଆସିଲେ, ତେବେ ଗତ ଜନ୍ମରେ ଯୋଉ ଯୋଉ ଘଟଣା ଘଟିଥିଲା ତାର ସ୍ମୃତିଚାରଣ ଆମର ହବ ନାହିଁ। ତା ଭିତରୁ ସେ ସାରାଂଶଟି ଗ୍ରହଣ କରିଛି, ଅଗ୍ରଗତି କରି ନେଇଛି, ଶିକ୍ଷାଟା ପାଇଛି ବାସ୍। ସେ ଦେଖିଲା ଯେ ଏମିତିଆ କଲେ ଗଣ୍ଡଗୋଳ ହୁଏ, ତେଣୁ ସେ ଜାଣିଲା ଯେ ଏଇ ପ୍ରକାର ସିଚୁଏସନରେ ଏଇ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ତେଣୁ କିଏ ମାଡଗୋଳ ଲାଗିଥିଲେ, କେତେବେଳେ ମାଡଗୋଳ ଲାଗିଥିଲେ, କେତେ ସମୟ ମାଡଗୋଳ ଲାଗିଲେ, କୋଉ ଜାଗାରେ ମାଡଗୋଳ ଲାଗିଲେ, କୋଉ କଥା ଘଟଣା ଘଟିଥିଲା ବୋଲି ମାଡଗୋଳ ଲାଗିଲେ, ଇଏ ସବୁ କଥା ଚୈତ୍ୟ ସତ୍ତା ମନେ ରଖେ ନାହିଁ। ସେଇଥିପାଇଁ ମା କହୁଛନ୍ତି ଯଦି ତମେ କେବଳ ଚୈତ୍ୟ ସତ୍ତାର ସମ୍ପର୍କରେ ଆସିଲ, ତେବେ ତୁମେ ପୂର୍ବ ଜୀବନର ଅତୀତ ଜୀବନ ଗୁଡିକର ସ୍ମୃତି ଲାଭ କରିପାରିବ ନାହିଁ। ସାଧାରଣତଃ ଏଇ କ୍ଷେତ୍ରରେ ଯାହା କିଛିକୁ ଏଇ ସବୁ ସ୍ମୃତି ବୋଲି ଅଭିହିତ କରାଯାଇଥାଏ, ଅଧିକାଂଶ ସ୍ଥଳରେ ସେଗୁଡିକୁ ହୁଏତ ଏକ ଇଚ୍ଛାକୃତ ପ୍ରତାରଣା ଅଥବା ସେଇ ଭିତରୁ ଗୃହୀତ ହୋଇ ଆସୁଥିବା କେତେକ ଅନିୟମିତ ଇଙ୍ଗିତ ମଧ୍ୟରୁ ଜନ୍ମଲାଭ କରୁଥିବା ଏକ କଳ୍ପନା ବୋଲି କୁହାଯାଇ ପାରିବ। କହୁଛନ୍ତି ଯଦି କିଏ କହେ ଯେ ପୂର୍ବ ଜନ୍ମରେ ମୋର ସ୍ମୃତି ଏଇଆ ଥିଲା, ସେ କହିଦିଏ ଏବଂ ଆପଣ ବି ଦେଖିପାରନ୍ତି ଯେ ସେଇ ଜାଗାରେ ସେଇ ଭଳିଆ ବ୍ୟକ୍ତି ଯିଏ ଜନ୍ମଗ୍ରହଣ କରିଥିଲେ ହେଇଥାଇପାରେ। ସେ ମା କହୁଛନ୍ତି ଯଦି ସେ ଯୋଉ ଗୁଡାକ ସେ କହେ ଏଗୁଡାକ ତାର ଇଚ୍ଛାକୃତ ପ୍ରତାରଣା, ତାମାନେ ସିଏ ଡ୍ରାମାଟାଇଜ କରୁଛି, ଇଚ୍ଛା କରିକିରି ସିଏ କଣ କରୁଛି ଡ୍ରାମାଟାଇଜ କରୁଛି। ତେଣୁ କହୁଛନ୍ତି ଏହା ହଉଛି ଏକ ସ୍ମୃତି ବୋଲି ଅଭିହିତ ଯୋଉଟା କରୁଥାଏ, ଅଧିକାଂଶ ସ୍ଥଳରେ ସେଗୁଡିକ ହୁଏତ ଏକ ଇଚ୍ଛାକୃତ ପ୍ରତାରଣା ମାନେ ଠକିବା। ସେଇ ଭିତରୁ କଣ ହେଇଥାଏ ନା ସେଇ ଭିତରୁ ଯୋଉ ଗୁଡାକ କିଛି କିଛି ଗୃହୀତ ହେଇଥିଲା ତା ଭିତରୁ କିଛି ଗୋଟେ ଇଙ୍ଗିତ, କିଛି କିଛି ଗୋଟେ ଧାରଣା, ଗୋଟେ ଯେମିତି ଝଲକ, ତାକୁ ସେ କଣ କରେ, ସେ ଝଲକଟକୁ ଧରି ସିଏ ଗୋଟେ ନିଜେ ଗୋଟେ କଳ୍ପନା କରେ। ମଣିଷର ଏଇଟା ଗୋଟେ ବିରାଟ ସାମର୍ଥ୍ୟ, ସେ ଯେକୌଣସି ଗୋଟେ ଜିନିଷକୁ ନେଇକି ତାକୁ ସାଙ୍ଗେ ସାଙ୍ଗେ ଗୋଟେ ସୁନ୍ଦର ରୂପଟିଏ ଦେଇଦବ, ତାକୁ ଗୋଟେ ନିର୍ଦ୍ଦିଷ୍ଟ ଢାଞ୍ଚାରେ ତା ଢାଞ୍ଚାରେ ସେ ତାକୁ ନେଇକି ତିଆରି କରିଦବ ସାଙ୍ଗେ ସାଙ୍ଗେ, ତାକୁ ଛାଡେନି। ତେଣୁ ସେ ଟିକେ ବି କିଛି ବି ଯଦି ଜିନିଷ ତାକୁ କୁହାଯାଏ ତାହେଲେ ସେ କଣ କରେ ନା ଡ୍ରାମାଟାଇଜ କରି ତାକୁ କଳ୍ପନା କରି ସିଏ ଗୋଟେ ପ୍ଲଟ ତିଆରି କରି କହିଦିଏ। ସେଥିପାଇଁ ମା କହୁଛନ୍ତି ଏକ କଳ୍ପନା ବୋଲି ୟାକୁ କୁହାଯାଇ ପାରିବ। ଅନେକ ବ୍ୟକ୍ତି ଏପରି ବି ଅଛନ୍ତି ଯେଉଁମାନେ କି କେବେ କେଉଁ ଇତର ପ୍ରାଣୀ ହୋଇ ସଂସାରରେ ଜନ୍ମ ହୋଇଥିଲେ ସେ କଥା ସବୁ ବି ମନେ ରଖିଥାନ୍ତି ବୋଲି ଦାବି କରନ୍ତି। ମା କହୁଛନ୍ତି କେତେ ଜଣ ବି ଦାବି କରନ୍ତି ଯେ କୋଉ କୋଉ ଜନ୍ମରେ ସେ କୋଉ କୋଉ ଇତର ପ୍ରାଣୀ ଜନ୍ମଗ୍ରହଣ ହେଇଥିଲେ, ପଶୁ ହିସାବରେ ଜନ୍ମଗ୍ରହଣ କରିଥିଲେ, ତାକୁ ସେମାନେ ମନେ ରଖନ୍ତି ଏବଂ ଦାବି ବି କରନ୍ତି। ମା କହୁଛନ୍ତି ସେମାନେ କହନ୍ତି ଯେ ସେମାନେ ପୃଥିବୀର ଅମୁକ ବା ଅମୁକ ଅଂଶରେ ଅମୁକ ବା ଅମୁକ ନାମଧେୟକ ବାନରର ଜୀବନ ଯାପନ କରୁଥିଲେ। ମାତ୍ର ଯଦି ଏଇ କ୍ଷେତ୍ରରେ କିଛି ବି ନିଶ୍ଚିତ ଭାବରେ କୁହାଯାଇପାରେ, ସେଇ କଥାଟି ହେଉଛି ଯେ ବାନରର କେବେ ହେଲେ ଚୈତ୍ୟ କ୍ଷତ୍ରିୟ ଚେତନା ସହିତ ଆଦୌ କୌଣସି ସମ୍ପର୍କ ନଥାଏ ଏବଂ ତେଣୁ ବାନର ଆପଣା ଅନୁଭୂତିର ଏତେ ଟିକିଏ ଅଂଶକୁ ମଧ୍ୟ ଚୈତ୍ୟ ସତ୍ତା ମଧ୍ୟକୁ ପ୍ରସାରିତ କରିଦେଇପାରେ ନାହିଁ। ମା ସିଧାସଳଖ କହୁଛନ୍ତି ଯେହେତୁ ସେ ଯୋଉ ଇତର ପ୍ରାଣୀ ମାନଙ୍କର ନାଁ ଯେତେବେଳେ ନିଏ ସେତେବେଳେ ସେ ଯାହା କହେ, ମା ତାକୁ ବର୍ଣ୍ଣନା କରିବାକୁ ଯାଇ ପ୍ରଥମେ କହୁଛନ୍ତି କୌଣସି ଇତର ପ୍ରାଣୀ ମାନଙ୍କ କ୍ଷେତ୍ରରେ ଚୈତ୍ୟ କ୍ଷତ୍ରିୟ ଚେତନା ଯେହେତୁ ନଥାଏ, ତାଙ୍କ ସହିତ ସମ୍ପର୍କ ନଥାଏ, ତେଣୁ ତାକୁ ଚୈତ୍ୟ ସତ୍ତା ଚାରିପଟେ ଯଦି ସଂଗଠିତ ନ ହେଇଛି ତେବେ ତାକୁ ଦର୍ଶନ କରିପାରିବ ନାହିଁ। ତେଣୁ ସେ ଯାହା ବି କହୁଛି ତାହା ମା ଲେଖୁଛନ୍ତି ଅସମ୍ଭବ। କଣ କହିଲେ? ଇତର ପ୍ରାଣୀ ହୋଇ ସଂସାରରେ ଯୋଉ ଜନ୍ମ ଗ୍ରହଣ କରିଥିଲେ ତାକୁ ସେ କହିଲା, ମା କହୁଛନ୍ତି ଏଇ କ୍ଷେତ୍ରରେ କିଛି ବି ନିଶ୍ଚିତ କୁହାଯାଇପାରେ। କଣ ନିଶ୍ଚିତ ହେଇ କୁହାଯିବ? ଏ କଥାଟା ହଉଛି ଏଇଆ, ବାନରର କେବେ ହେଲେ ଚୈତ୍ୟ କ୍ଷତ୍ରିୟ ଚେତନା ସହିତ ଆଦୌ କୌଣସି ସମ୍ପର୍କ ନଥାଏ।
ତେଣୁ ବାନର ଆପଣା ଅନୁଭୂତିର ଏତେ ଟିକିଏ ଅଂଶକୁ ମଧ୍ୟ ଚୈତ୍ୟ ସତ୍ତା ମଧ୍ୟକୁ ପ୍ରସାରିତ କରିଦେଇପାରେ ନାହିଁ। ଆଉ ଯେତେବେଳେ ସେ ପ୍ରାଣୀ ପ୍ରସାରିତ କରିପାରେ ନାହିଁ, କଣ ହବ ନା ବାନରର ପ୍ରାଣୀ ଦେହଟି ବିନିଷ୍ଟ ହୋଇଯିବା ସଙ୍ଗେ ସଙ୍ଗେ ତାର ବାହ୍ୟ ବାନର ପ୍ରକୃତିର ଯାବତୀୟ ଛାପ ମଧ୍ୟ ନଷ୍ଟ ହୋଇଯାଇଥାଏ। ସେଇ ଛାପ ଗୁଡିକ ତଥାପି ଆମର ମନେ ରହିଛି ବୋଲି ଛଳନା କରିବାର ଅର୍ଥ ହେଉଛି ବର୍ତ୍ତମାନ ଆମେ ବିଚାର କରୁଥିବା ସମସ୍ୟାଟିର ପ୍ରକୃତ କଥା ଗୁଡିକ ବିଷୟରେ ଆପଣାର ନିପଟ ଅଜ୍ଞାନତାକୁ ହିଁ ପ୍ରକଟ କରିବା। ମା କହୁଛନ୍ତି ଯିଏ ଏ କଥା କହେ ସିଏ ଆପଣଙ୍କ ପାଖରେ ଅଜ୍ଞାନତାକୁ ପ୍ରକଟ କରୁଛି, ମିଥ୍ୟା ସମ୍ବାଦ ଦଉଛି। କାହିଁକି ନା ସ୍ପଷ୍ଟ ଭାବେ କହିଲେ ଯେତେବେଳେ ବାନର ତାର ପ୍ରାଣୀ ଦେହଟି ବିନଷ୍ଟ କରୁଛି, ଆଉ ଯେହେତୁ ଚୈତ୍ୟ ସତ୍ତା ତା ଭିତରେ ପ୍ରତିଷ୍ଠିତ ହେଇନାହିଁ, ତେଣୁ ସିଏ ଯୋଉ କହୁଛି ଯେ ମୋ ଭିତରେ ଯାହା ଯାହା କହୁଥିବ ଯେ ଏଇ ଜନ୍ମରେ ମୁଁ ଏହା ଥିଲି, ଏମିତି ଥିଲି, ସେମିତି ଥିଲି, ସେ ତାହା ମିଛ କହୁଛି, ଛଳନା କରୁଛି। ମା ଲେଖୁଛନ୍ତି ଛଳନା କରୁଛି। ଏଇ ଛଳନା ମାଧ୍ୟମରେ ସେ ତାର ଖାଲି ଅଜ୍ଞାନତା କହୁନାହାନ୍ତି, କହୁଛନ୍ତି ନିପଟ ଅଜ୍ଞାନତାକୁ ସୂଚଉଛି। ଏପରିକି ମନୁଷ୍ୟ ଜୀବନ କ୍ଷେତ୍ରଟିରେ ମଧ୍ୟ ଯେତେବେଳେ ଜଣେ ବ୍ୟକ୍ତିର ଚୈତ୍ୟ ଭାଗଟି ପୁରଭୂମିକୁ ଆସିପାରିଥାଏ, କେବଳ ସେତିକି ବେଳେ ହିଁ ତା ନିର୍ଦ୍ଦିଷ୍ଟ କେତେକ ସ୍ମୃତିକୁ ସଂରକ୍ଷିତ କରି ରଖିଥାଏ। ଯଦି ଚୈତ୍ୟ ସତ୍ତା ପ୍ରସ୍ତୁତ ହେଇଗଲାଣି, ଚୈତ୍ୟ ସତ୍ତା ଗଠିତ ହେବା ଆରମ୍ଭ ହେଇଗଲାଣି, ସେତେବେଳେ କଣ ହୁଏ, ତାର ଚୈତ୍ୟ ପୁର ଭାଗରେ ସିଏ ଆସିକି ରହିଥାଏ। ଯେତିକି ସେ ସଂଗୃହୀତ କରି ରଖିଛି ସେଇଗୁଡିକ କେବଳ ସ୍ମୃତି ହେଇକି ତା ପାଖରେ ରହେ। ନିର୍ଦ୍ଦିଷ୍ଟ କେତେକ ସ୍ମୃତିକୁ ସଂରକ୍ଷିତ କରି ରଖିଥାଏ ଓ ସେଗୁଡିକୁ ଆପଣା ଭିତରେ ବହନ କରୁଥାଏ। ମାତ୍ର ଏକଥା କଦାପି ସତ ନୁହେଁ ଯେ ତାହା ଜୀବନର ଟିକିନିକି ସବୁ ଯାକ କଥାକୁ ମନେ ରଖିଥାଏ। ଏଇ କଥା ପୁଣି କହିଲେ ଯେ ସବୁ ଜୀବନ ଟିକିନିକି କଥା ସେ ମନେ ରଖିନଥାଏ। ଅବଶ୍ୟ ଯଦି ତାହା ଅନୁକ୍ଷଣ ପୂର୍ବ ଭାଗରେ ରହିଥାଏ ଏବଂ ବାହ୍ୟ ସତ୍ତାଟି ସହିତ ଅଭିନ୍ନ ହୋଇପାରିଥାଏ, ତେବେ ହୁଏତ ଅନ୍ୟ ପ୍ରକାର ଘଟିପାରେ। କାରଣ ଜୀବର ଦେହଟିକୁ ମୃତ୍ୟୁ ଅଧିକାର କରିନେବା ପରେ ସାଧାରଣତଃ ଭୌତିକ ମନ ଓ ଭୌତିକ ପ୍ରାଣିକ ମଧ୍ୟ ଅନ୍ତର୍ହିତ ହୋଇଯାଆନ୍ତି। ଯେତେବେଳେ ଶରୀର ତ୍ୟାଗ କରନ୍ତି ସେତେବେଳେ ଯୋଉ ଫିଜିକାଲ ମାଇଣ୍ଡ ଆଉ ଫିଜିକାଲ ଭାଇଟାଲ ଇଏ ସବୁ ସାଙ୍ଗେ ସାଙ୍ଗେ ଅନ୍ତରିତ ହେଇଯାଏ, ନଷ୍ଟ ହେଇଯାଏ। ସେଗୁଡିକର ପୂର୍ଣ୍ଣ ବିଘଟନ ଘଟେ। ଲେଖୁଛନ୍ତି ମା ଲେଖୁଛନ୍ତି ସେଗୁଡିକର ପୂର୍ଣ୍ଣ ବିଘଟନ ଘଟେ ଏବଂ ସେଗୁଡିକ ବିଶ୍ୱମୟ ପ୍ରକୃତି ମଧ୍ୟକୁ ବାହୁଡି ଯାଆନ୍ତି। ସେମାନେ ଯାଇକି ବିଶ୍ୱ ପ୍ରାଣରେ ବିଶ୍ୱ ମନରେ ମିଶି ଯାଆନ୍ତି। ସେମାନଙ୍କ ଅନୁଭୂତିରେ ଆଉ କିଛି ହେଲେ ଅବଶେଷ ରହିଯାଏ ନାହିଁ। ମା ଲେଖୁଛନ୍ତି ଆଉ କେହି କିଛି କହୁନାହାନ୍ତି। କେବଳ ଚୈତ୍ୟ ଭାଗଟି ସହିତ ସେଗୁଡିକର ଏକ ସମ୍ମିଳନ ଘଟି ପାରିଲେ ଯାଇ ସେଗୁଡିକ ଆଉ ଦୁଇ ଖଣ୍ଡ ହୋଇ ନ ରହି ଗୋଟିଏ ଚେତନାରେ ହିଁ ପରିଣତ ହୋଇପାରନ୍ତି। ସେତେବେଳେ ସମସ୍ତ ସତ୍ତା କେନ୍ଦ୍ରରେ ରହିଥିବା ଭଗବତ ପରମ ଇଚ୍ଛାକୁ ବେଷ୍ଟନ କରି ଏକତ୍ରୀଭୂତ ହୋଇଯାଆନ୍ତି ଏବଂ ସେଇ ଏକତ୍ରୀଭୂତ ସତ୍ତା ଊର୍ଦ୍ଧ୍ୱସ୍ଥ ଦିବ୍ୟ ଚେତନା ଧାରାଟି ସହିତ ମଧ୍ୟ ସଂଯୁକ୍ତ ହୋଇ ରହିଥାଏ। ମାତ୍ର ଏସବୁ କଥା ପ୍ରକୃତରେ ଘଟିନଥିବା ପର୍ଯ୍ୟନ୍ତ ଆମେ ସେଇ ଚେତନାର ଅନ୍ତର୍ଗତ କୌଣସି ଜ୍ଞାନକୁ ଆଦୌ ଗ୍ରହଣ କରିପାରୁନାହିଁ ଏବଂ ସେଇ ଚୈତ୍ୟ ସତ୍ତା ଆପଣା ଅଭିବ୍ୟକ୍ତିର ଧୀର ଅନୁକ୍ରମରେ ଯେଉଁ ସବୁ ରୂପ ଏବଂ ଜୀବ ଗୁଡିକୁ ଧାରଣ କରି ଆସିଥାଏ, ଆମେ ସେଗୁଡିକ ବିଷୟରେ ଆଦୌ କୌଣସି ସଂଜ୍ଞାନତା ହାସଲ କରିପାରୁନାହିଁ। ମା ଆଉ କେତେ ସ୍ପଷ୍ଟ କହିବେ, ଆମେ ମନେ ରଖିବା କଣ ଆଉ କହ, ଆମେ ଯୋଉ କହୁଛନ୍ତି ଯିଏ ଯୋଉ ଲୋକ କହନ୍ତି ସେ ସବୁ ସେମାନେ ମିଛ କହୁଛନ୍ତି। କୌଣସି ସଜ୍ଞାନତା ହାସଲ କରିପାରୁନାହିଁ। ଏଇ କଥାଟି ସମ୍ଭବ ହେବା ପୂର୍ବରୁ ଆପଣାର ପୂର୍ବତନ ଜନ୍ମ ଏବଂ ସେଗୁଡିକର ବିଭିନ୍ନ ଘଟଣା ସମ୍ବନ୍ଧରେ କିଛି ହେଲେ କହିବାର ପ୍ରକୃତରେ ଆଦୌ କୌଣସି ଅର୍ଥ ହେବ ନାହିଁ। ତେଣୁ ମା କହୁଛି ତମେ କିଛି କହିବା ଦରକାର ନାହିଁ। ଏ ଜନ୍ମରେ ମୁଁ କଣ କରିଥିଲି, ଗତ ଜନ୍ମରେ ମୁଁ ଏହା କରିଥିଲି, ତା ପୂର୍ବ ଜନ୍ମରେ ମୁଁ ଏହା କରିଥିଲି, ଏ ପ୍ରକାର କହିବାର କିଛି ଆବଶ୍ୟକ ନାହିଁ। ଆମେ ସେଗୁଡିକ ବିଷୟରେ ଆଦୌ କୌଣସି ସଂଜ୍ଞାନତା ହାସଲ କରିପାରୁନାହୁଁ, କାହିଁକିନା ଜ୍ଞାନ ବି ନଥାଏ। ଏଇ କଥାଟି ସମ୍ଭବ ହେବା ପୂର୍ବରୁ ଆମର ଅନେକ ପୂର୍ବ ଜନ୍ମ ସେଗୁଡିକ ବିଭିନ୍ନ ଘଟଣା ଘଟିଥାଇପାରେ, କିନ୍ତୁ ତାହା ମନେ ରହେ ନାହିଁ। ସମ୍ବନ୍ଧରେ କିଛି କହିବାର ପ୍ରକୃତରେ ଆଦୌ କୌଣସି ଅର୍ଥ ହିଁ ହେବ ନାହିଁ। ଏହି ଯେଉଁ ବ୍ୟକ୍ତି ସତ୍ତାକୁ ଅତି ମୂଲ୍ୟବାନ ପରି ଦେଖେଇକି ବର୍ଣ୍ଣନା କରାଯାଉଛି, ତାହା ବସ୍ତୁତଃ ବର୍ତ୍ତମାନର ଏକ ଅସ୍ଥାୟୀ ବାହ୍ୟ ପ୍ରକୃତିଟି ବ୍ୟତୀତ ଆଉ କିଛି ହେଲେ ନୁହଁ, ଯାହାକି ତାର ପଶ୍ଚାତରେ ରହିଥିବା ଏକାଧିକ ଅନ୍ୟ ରୂପ ଧାରଣ ଗୁଡିକ ସହିତ ଆଦୌ କୌଣସି ସମ୍ବନ୍ଧ ହିଁ ନାହିଁ। ଆମର ବର୍ତ୍ତମାନ ଜୀବନଟି ପରି ସେଗୁଡିକର ପାଶ୍ଚାତ୍ୟରେ ମଧ୍ୟ
ଆମର ଯଥାର୍ଥ ସତ୍ତାଟି ଦଣ୍ଡାୟମାନ ହୋଇ ରହିଛି। ସରି, ଆମର ଯଥାର୍ଥ ସତ୍ତାଟି ଦଣ୍ଡାୟମାନ ହୋଇ ରହିଛି। କେବଳ ସେଇ ଅତିମାନସ ଚେତନା ହିଁ ସେଇ ସବୁ ଯାକ ପୂର୍ବତନ ଜନ୍ମକୁ ସତେ ବା ଗୋଟିଏ ସୂତାରେ ଏକାଠି ଗୁନ୍ଥି ରଖିଥିଲା ପରି ଧାରଣ କରି ରହିଛି। ଏବଂ ତେଣୁ କେବଳ ସେଇ ଚୈତ୍ୟ ଚେତନା ହିଁ ଆମକୁ ସେଗୁଡିକ ସମସ୍ତଙ୍କ ବିଷୟ ଯଥାର୍ଥ ବାର୍ତ୍ତାଟିକୁ ଆଣି ଦେଇପାରିବ। ତେଣୁ ଆମେ ଯଦି ଚୈତ୍ୟ ସତ୍ତା ସହିତ ସଂଯୁକ୍ତ ହେଇଯାଉ, ତାହେଲେ ପ୍ରକୃତ ବାଣୀ ଆଣିକି ଚୈତ୍ୟ ସତ୍ତା ଆମ ପାଖରେ ପହଞ୍ଚେଇ ଦେଇପାରିବ। ତେଣୁ ଆମେ ଆଉ ଇତସ୍ତତ ନ ହେଇ ଏଣେ ତେଣେ ଆଉ ନ ବୁଲି ସିଧାସଳଖ ପ୍ରଭୁଙ୍କର ଯୋଉ ପ୍ରଶ୍ନ ଥିଲା ତାର ଯୋଉ ଉତ୍ତରରେ ସେ କହୁଛନ୍ତି, ସେ ଉତ୍ତର ଗୁଡିକୁ ଆମେ ନିଜ ଭିତରେ ଯାଇବା, ଚୈତ୍ୟ ଚେତନାକୁ ଜାଗ୍ରତ କରାଇବା, ଚୈତ୍ୟ ସତ୍ତାକୁ ସମ୍ମୁଖକୁ ଆଣିବା ଏବଂ ଏ ସମସ୍ତଙ୍କୁ ନେଇକି ମାଙ୍କ ପାଖରେ ଅର୍ପଣ କରିଦେବା। ମା ମା, thank you all. Robert.